ଆଉ ଏଇ ଭାଇଙ୍କର ସ୍ୱାଗ ଦେଖନ୍ତୁ ଏତେ ଗରମରେ ବି ସେ ହୁକ୍କା ମାରିବାକୁ ବସିଛନ୍ତି। ଜୟ ଜଗନ୍ନାଥ ନିହ ସାଙ୍ଗମାନେ, ମୁଁ ନରେଶ ଚାଇନାରେ ଆଜି ରିସର୍ଚ୍ଚର ହିସାବରେ ଜବ୍ କରେ। ଆପଣମାନଙ୍କୁ ମୋର ନୂଆ ମିନି ବ୍ଲଗ୍କୁ ୱେଲକମ୍ କରୁଛି। ଆଜି ହେଉଛି ସଣ୍ଡେ ଆଉ ମୁଁ ଆସିଗଲି ଚାଇନାରେ ଏକ ମଲ୍କୁ। ସେ ମଲ୍ ନଥିଲା, ମଲ୍ କମ୍ ପାର୍କ ଥିଲା। ଆଉ ଆପଣମାନେ ଜାଣିଛନ୍ତି ଚାଇନାରେ ଲୋକେ ମାଛ ଧରିବାକୁ ଏକ ହବି ଭଳି ଭାବନ୍ତି। ଆଉ ଦେଖନ୍ତୁ ଏଠି ପିଲାଠୁ ସ୍ତ୍ରୀ ଲୋକମାନେ କେମିତି ମାଛ ଧରିବାକୁ ବସିଯାଇଛନ୍ତି। ଆଉ ସାଙ୍ଗମାନେ ଆପଣ ଏଠି କମେଣ୍ଟ କରନ୍ତୁ ଆପଣମାନଙ୍କୁ ମାଛ ଧରିବାକୁ କେମିତି ପସନ୍ଦ ଲାଗେ। ଚାଇନାରେ ଛୁଟି ଦିନରେ ଲୋକମାନେ ନିଜ ଫ୍ୟାମିଲି ସହ କିଛି ଏଇଭଳି ଟାଇମ୍ ସ୍ପେଣ୍ଡ କରନ୍ତି। ମାନେ ଘରେ ବସିକି ନୁହେଁ, କିଛି ଆଉଟଡୋରରେ ବୁଲିବା ଖେଳିବାରେ ସେମାନେ ଟାଇମ୍ ସ୍ପେଣ୍ଡ କରନ୍ତି। ଆଉ ଏଠି ସବୁ ମାଛ ଧରାଳିଙ୍କୁ ଦେଖିଲି, ଫାଇନାଲି ଗୋଟେ ପିଲାଙ୍କୁ ଦେଖିଲି ଯେ ସେ ଗୋଟେ ମାଛ ଧରିଛି। ଫାଇନାଲି ଦେଖନ୍ତୁ ସେ କୋଉ ମାଛ ଧରିଛି। ଆଉ ଏଠି ଦେଖନ୍ତୁ ପିଲାମାନେ କେମିତି ମଲ୍ରେ ପେଣ୍ଟିଂ କରୁଛନ୍ତି। ଟାଇମ୍ ପାସ୍ ସହ କିଛି ନୂଆ ଜିନିଷ ସେମାନେ ଶିଖିବା ପାଇଁ ପାଉଛନ୍ତି। ଆଉ ଏଠି ଦେଖନ୍ତୁ ଏଇ ପିଲାମାନେ କେମିତି ଗଡ଼ି ବୁଲୁଛନ୍ତି। ଆଉ ଏଇ ଭାଇଙ୍କର ସ୍ୱାଗ ଦେଖନ୍ତୁ ଏତେ ଗରମରେ ବି ସେ ହୁକ୍କା ମାରିବାକୁ ବସିଛନ୍ତି। ଓ ମାଇ ଗଡ୍। ଆଉ ଏଠି ଦେଖନ୍ତୁ କେତେ କୁନି କୁନି କୁକୁର ଛୁଆଙ୍କୁ ଛୋଟ ପିଲାଙ୍କ ଭଳି କେମିତି ବୁଲାଉଛନ୍ତି। ଚାଇନାରେ ଲୋକମାନେ କୁକୁର ଆଉ ବିଲେଇକୁ କିଛି ବେଶୀ ଭଲ ପାଆନ୍ତି। ଆଉ ଆଜି ଏତେ ଗରମ ଥିଲା ଯେ ଚାଇନାରେ ଲୋକମାନେ ବେଙ୍ଗ ଭଳି ପାଣିରେ କେମିତି ପଡୁଛନ୍ତି ଦେଖନ୍ତୁ କେମିତି। ଆଉ ଏଇ ଗରମରେ କିଛି ଜୁସ୍ ନ ପିଇଲେ କେମିତି ହେବ। ଫାଇନାଲି ଆମେ ଆସିକି ପହଞ୍ଚିଗଲୁ ଜୁସ୍ ସେଣ୍ଟରରେ। ଆଉ ଏ ଜୁସ୍ ବହୁତ ମସ୍ତ ଥିଲା। ଆଉ ସାଙ୍ଗମାନେ ଆଜି ପାଇଁ ଏତିକି। ଆଉ ଭିଡ଼ିଓ କେମିତି ଲାଗିଲା ପ୍ଲିଜ୍ କମେଣ୍ଟ କରି କହିବେ। ଆଉ ମୋ ସାଙ୍ଗମାନଙ୍କୁ ବାଏ ବାଏ କହିଦିଅନ୍ତୁ। ବାଏ ବାଏ, ଜୟ ଜଗନ୍ନାଥ, ବାଏ ବାଏ।